ଚାଲ ଦେଖିବା ପାର୍ସଲରେ ଆମକୁ କ'ଣ ମିଳିଛି। ଗୋଟେ ରାକ୍ଷୀ ବାନ୍ଧିବା ପାଇଁ ମୋଲ୍ଡ, ତା ସାଙ୍ଗରେ ଗ୍ଲୋଭ୍ସ, ଚା କପ୍, ଆଉ ଷ୍ଟିକ୍ସ, ଆଇସ୍କ୍ରିମ୍ ଷ୍ଟିକ୍ସ, ଆଉ ଏଇଟା ପେପର୍, ଆଉ ଏଇଟା କିଛି ଡେକୋରେସନ୍ ଜିନିଷ ଯେଉଁଟାକି ଆମେ ରାକ୍ଷୀରେ ୟୁଜ୍ କରିବା। ଏଇଟା ହେଉଛି ହାର୍ଡ଼ନର୍, ଆଉ ଏଇଟା ସୂତା, ଆଉ ଏଇଟା ରେଜିନ୍। ଏତିକି ସବୁ ମିଳୁଛି। ଆଉ ମୁଁ ଏକ୍ସଟ୍ରା ଫୁଲ ରଖିଥିଲି ଗୋଲାପ ଫୁଲ ପାଖୁଡ଼ା। ଚାଲନ୍ତୁ ଏବେ ଆମର ପ୍ରିପାରେସନ୍ କରିବା। ତ ଆମେ 1:3 ରେସିଓର ନେବା, ନହେଲେ 1:2 ରେସିଓର ନେବା। ମୁଁ ଏଠାରେ 2 ଠିପି ରେଜିନ୍ର ନେଇଛି, ଆଉ ଗୋଟେ ଠିପି ହାର୍ଡ଼ନର୍ର ନେଇଛି। ଆଉ ଏଟାକୁ ନେଇକି ହାର୍ଡ଼ନର୍ ଆଉ ରେଜିନ୍ର ଏକ୍ଜାକ୍ଟ ରେସିଓ ତ ମାନେ 1:3 ନହେଲେ 1:2 ରେସିଓ ନେବା। ତାପରେ ସେଟାକୁ ଭଲ ଭାବରେ ମିକ୍ସ କଲା ପରେ ତାକୁ ଆପଣ ନିଜ ଇଚ୍ଛାରେ ଆପଣମାନେ ଏଇ ସିଲିକନ୍ ମୋଲ୍ଡରେ ପକାଇଦେବେ। ସିଲିକନ୍ ମୋଲ୍ଡରେ ପକାଇ ସାରିଲା ପରେ ନିଜ ଇଚ୍ଛାରେ ଡେକୋରେସନ୍ କରେ। ମୁଁ ଏଠାରେ ଫ୍ଲାୱାର୍ସ ନେଇଛି। ଫ୍ଲାୱାର୍ସ ଉପରେ ଦେଲା ପରେ ବି ସେଇଟା କଲର୍ ଚେଞ୍ଜ ହେଇଗଲା ରେଜିନ୍ରେ ମିଶା ପରେ, ତ ସେଥିପାଇଁ କିଛି ଗୋଟେ ଗ୍ଲିଟର୍ ଆଡ଼୍ କରିଦେଲି। ଗ୍ଲିଟର୍ ଆଡ଼୍ କଲା ପରେ ଏତେ କଷ୍ଟ ପରେ ଆମର ଫାଇନାଲି ରାକ୍ଷୀ ପ୍ରିପେୟାର ହେଇଯାଇଛି। ତାକୁ ଆମେ ଅନମୋଲ୍ଡ କରିଦେବା। ଅନମୋଲ୍ଡ କରିସାରିଲା ପରେ ଆପଣ ଏଠାରେ ନେଇକି ନିଜ ଇଚ୍ଛାରେ ରାକ୍ଷୀ ଆଉ ଏକ ସୁନ୍ଦର ସୁନ୍ଦର ବଲ୍ସକୁ ନେଇକି ତିଆରି କରିଦେବେ ଆପଣଙ୍କର ରାକ୍ଷୀ।